କି ଭୀଷଣ ଗରମ ଲୋ ମା। ଓଃ ଯାହା କହ ପଖାଳ ଭାତକୁ ଯୋଉ ଆମେ ଖାଇଲେ ଏଇଖିଣା ତା ସହିତ ଗଛ ପବନ ସୁଲସୁଲିଆ ସବୁ ଭଲ ଲାଗୁଛି। ଭାତଟା ପଖାଳ ଭାତଟା କେମିତି ହେଇଥିଲା? ପଖାଳ ଭାତ ହେଭି ବୋବାଲିଷ୍ଟିକ ରିଆଲିଷ୍ଟିକ ସବୁ ଭଲ ହେଇଥିଲା। ଆଉ ଆଳୁ ଭଜା? ଆଳୁ ଭଜା, ହଁ ଆଳୁ ଭଜା ଟା ଭଲ ହେଇଥିଲା ଯେ କିନ୍ତୁ ଯୋଉ ତମର ଯୋଉ ବଡି ଚୁରା ବୋଉ କରିଥିଲେ ଆଉ ଟିକେ ଲୁଣ ଅଧିକା ହେଇଯାଇଥିଲା ଆଉ। ଆଉ ମାଛ ଭଜା? ମାଛ ଭଜା କହନା, ପଖାଳ ଭାତକୁ ଓହୋ ମାଛ ଭଜା ବଢିଆ ହେଇଥିଲା ଯେ। ଭାବୁଥିଲି ଆଉ କଣ ଦି ତିନିଟା ଜିନିଷ ଆଇଟମ ଆଡ ହେଇଥିଲେ ଭଲ ହେଇଥାନ୍ତା ଆଉ। ଆଉ ଖରା ଯୋଉ ଭଳିଆ ହଉଛି ଆଉ କଣ ହଁ ମ କରିହବ ରୋଷେଇ? ଆଉ ସେ କଥା ଛାଡେ, ତମର ଯୋଉ ଭୋଜିଟା କରିବାର ଥିଲା ନୂଆ ବର୍ଷକୁ ତ ହେଇପାରିଲାନି। ଆଉ କାଲି ପରଦିନ ଆଡକୁ ଭୋଜିଟା କରିଦବା କି? ଖରା ଯୋଉ ହଉଛି ଆଉ କଣ ରୋଷେଇ କରିହବ? ଆଉ ଖରା କଥା ଛାଡ ମ, ସେ ଗଛ ସେ ଆମ ନଈ ଫଇ ତୋଟରେ ଦେଖିକି ଗୋଟେ କଲେ ହୁଅନ୍ତାନି। ଆମର ସେ ଯୋଉ ମାଝିଆ ଆଉ କାଉଁରିଆ ଡାଉଁରିଆ ଏଇଟା ସବୁ ଆସିଲେ ସିନା କରିଥିଲେ ଭଲ ହେଇଥାନ୍ତା। ସେମାନେ କଣ ଆସିବେ? ଆଉ ତାଙ୍କୁ କେମିତି କଣ ଗୋଟେ ଡକେଇବା, ନହେଲେ କେମିତି ହବ? ସେମାନେ କୋଡିଆ ଗୁଡାକ କାମ। ସିଏ ଖୋଡିଆ, ହଁ ଠିକ କହିଛୁ। ଆରେ ଭାଇ କାଲି ଯୋଉ ତୁଳସୀର ଝିଅ ବାହାଘର ହେଇଥିଲା ଖାଇବାଟା କେମିତି ହେଇଥିଲା? ସିଏ ମତେ କାହିଁ ଏତେ ବାଗ ଲାଗିଲାନି। କଣ କହିଲୁ, ସେ କାଲି ଯୋଉ ୟାଡୁ ସାଡୁ ସବୁ ବନେଇ ଦେଇଥିଲେ ସେ ବିରିୟାନୀ ବିରିୟାନୀ କଣ ନା ଗାଁ ଲୋକ କେହି ଶୁଣିନଥିଲେ। ଆଉ କଣ ୟାଡୁ ସାଡୁ ସବୁ ପ୍ରକାର ଜିନିଷ ବନେଇଥିଲେ। କଣ ଷ୍ଟାର୍ଟର ନା କଣ ଦିଟା ଷ୍ଟାର୍ଟର, ହଁ ଷ୍ଟାର୍ଟର। ଆଉ କଣ ଅଛି କି ପକୋଡା ଗୋଟେ, ହଁ ଛେଳି ପକୋଡା କରିଥିଲେ। ଛେଳି ପକୋଡାକୁ କୁକୁଡା ପକୋଡା କରିଥିଲେ। ଆଉ ସେ କୁକୁଡା ଗୋଡ ଗୋଟେ ପଡିଥିଲା ମୁଁ ଖାଇଛି, ଭଲ ଲାଗିଲା, ହେଇଟା ଭଲ ଲାଗିଲା। ଆଉ ମାଛ କେମିତି ହେଇଥିଲା? ମାଛ ମାଛ ଗୋଟେ ସିଏ ଗୋଟେ ପ୍ରକାର। ତୋ ବୋଉକୁ ମୋ ବୋଉ ଯୋଉ ଭଳିଆ ରାନ୍ଧିବେ ଆଉ ସିଏ ଗୋଟେ ବାଗ ନା, ଆଉ ଇଏ କଣ ହବ? ଆଉ ଖରା ଯୋଉ ଭଳିଆ ହଉଛି ଆଉ ମତେ କାହିଁ ଠିକ ଠାକ ଲାଗିଲାନି। ତାପରେ ଖାଲି ଖୋଜି ଖୋଜିକା ବା ପାଣି ପାଇଲିନି, ମାନେ ପାଣି ଶୋଷ ଲାଗିଲା ମତେ। ଆଉ ମୁଁ କଣ ଶୁଣିବାକୁ ପାଇଲି କେତେ ଲୋକ ଖାଇକି ତାଙ୍କ ଝାଡା ହେଇଯାଇଛି। ସତରେ ଆଉ ଆରେ ତାଙ୍କ ଦରକାର ସେଇଆ ବା। ଆଉ ଯେମିତି ଆଜିକାଲି ଖାଉଛନ୍ତି ଏଟା କଣ ଗୋଟେ ଖାଇବା କଥା? ଭୋଜିକୁ ନ ଦେଇକି ଖାଲି ହାଁ ହାଁ ହଉନ୍ତି ଖାଇବାକୁ ଆଉ। ସେଇ ତ ଲୋକ, ଆମ ଗାଁ ଲୋକ ଗୁଡା କଣ କମ ଇଏ, କାମ ଧନ୍ଦା ନାହିଁ ସେଟାଙ୍କର। ଆରେ କାଲି ଯୋଉ ତୁଳସୀର ଝିଅ ବାହାଘର ହଉଥିଲା କାଲି ମାଝିଆ କାହାକୁ ଦେଖିନା? ସିଏ ଶଳା ଚୋର ତସ୍କର ଯାଇ କାହା ବାଡିରେ ଯାଇ ପଶି ପୁଷାକି ସବୁ ଆଣୁଥିବେ। ତାଙ୍କ କଥା କଣ ଠିକ ଠିକଣା ଅଛି? ଚୋର ଫୋର ତ ସେଇଆ ପବନ ଆଜି ବହେ ସିଏ କଣ ମାରିଲା ଏଯାଏଁ ଆଉ। ଆସିନାହାନ୍ତି? କୁଆଡେ ଯାଇ କଣ କାମ କରିବେ, କାହା ବାଡିରେ ପଇଥିବେ। ଏଇ ଆମେ ବସିଛୁ ତ ଗପ ମାରୁଛୁ। ହଁ ଏଇ ବସୁନୁ, ଜାଗା ତ ଅଛି ଆଉ ଆରାମସେ ବ। ଆଉ କଣ ଏତେ ଡେରି ହେଲା? ଦାନ୍ତ ଗୁଣ୍ଟା ରଖିଛ କି? ଦାନ୍ତ ଘୁଣ୍ଟା? ଖରା ବେଳଟାରେ ଦାନ୍ତ ଘୁଣ୍ଟା କୋଉଟା? ନା ଯାଇଥିଲି ଟିକେ ହୋଟେଲକୁ ଖାଇବାକୁ, ଗୋଟେ ନୂଆ ହୋଟେଲ ଆଣି କରିଛି। ନୂଆ ହୋଟେଲ? ହଁ ମ କୋଉଠି? ଜାଣିନା କି? ଆଉ ମୁଁ କେମିତି ଜାଣିବି? ମୁଁ ଘରେ ତ ରହିବି। ହୋଟେଲ ବିରାଟ କୋହଲି ହୋଟେଲ, ପୁଣି ଏମିତି ହୋଟେଲ କଲିନି। ବିରାଟ କୋହଲି ହୋଟେଲ କଲିଛି। କୋଉଠି ବେ ଏଇଟା? ଚଣ୍ଡିଖୋଲ ଭିତରେ ମ। ଚଣ୍ଡିଖୋଲ? ଚଣ୍ଡିଖୋଲ କୋଉଠି? ନାଇଁ ମ ସେ ରୋଡ ସାଇଡ କରିଛି, ସେପଟେ ତମେ ଦେଖିନି ଆମେ। ପୁଣି 4 ତାଲା ମହଲା। 4 ତାଲା ମହଲା? ଏ ଭାଇ ଦେଖିନୁ କିରେ? ନା ବା ମୁଁ କେହି ଦେଖିନି କେତେବେଳେ। ଆଉ ମୁଁ ତ ଘରେ ପଶିକି ରହିଲି। ଛାଡ ଯେ, ମୁଁ କାଲି ପହରଦିନକୁ ଯାଇଥିଲି ହେଲା, ପହରଦିନ ଯାଇଥିଲି ସେ ଚଣ୍ଡିଖୋଲ, ଗଲି ସେ ଛକ ଉପରୁ ବୁଲି ବୁଲାକି ଆଇଲି, ତାପରେ ଭିତରୁ ଯାଇଥିଲି ବରା ଚପ ଖାଇବା ପାଇଁ। ସେଟା ଦେଖିନୁ ସିଆଡେ ଆଉ। ନାହିଁ, ଆଉ ସେଟା ଟିକେ ଭିତରୁ ରହିବ, ମହାବୀର ଛକ ଭିତରୁ ରହିବ। ମହାବୀର ଛକ ଭିତରକୁ? ହଁ ରେଡି ଆଉ। କାହିଁ ତ ଆମେ ସେଇ ବାଟେ ଆଇଲୁ, କାହିଁ ଦେଖିନୁ? ତୁ ଦେଖିନୁ, ସେ ଭିତରୁ ରହିବ। ତୁ କେମିତି ଦେଖିବୁ? ସେଟା ଆଗେ ଅନଲାଇନରେ ଟିକେଟ କାଟିବାକୁ ପଡିବ ପରା। ଅନଲାଇନରେ ଟିକେଟ କାଟିବାକୁ ହଁ ପଡିବ? ବେ 25 କିଲୋମିଟର ତମେ କେମିତି ଗଲ ସାଇକେଲ ପେଲି ପେଲି? ସାଇକେଲ କାହିଁ ନେଇଛୁ? ଆମେ କଣ ତମ ଭଳିଆ ସାଇକେଲ ପେଲି ପେଲି? ବେ ତମର ତ ସାଇକେଲ ଖାଲି ଥୁଆ ହେଇଛି, ତମ ଗାଡି ବାଇକ ମୋଟର ବାଇକ କେମିତି? ତମେ ସାଇକେଲ ଦେଖିଛ ନା? ଆଉ ଆମେ କଣ ତମ ଭଳିଆ ସାଇକେଲ ପେଲି ପେଲି ଯିବୁ? ଆଉ ଆମ ନାଇଁ ବିରାଟ କୋହଲି ପଠେଇଥିଲା ନା ଗାଡି। ବିରାଟ କୋହଲି ଗାଡି ପଠେଇଥିଲା? ବିରାଟ କୋହଲି? ପୁଣି ଫର୍ଚୁନର? ଏଟା କଣ ବେ? ତମେ ଶୁଣିନା ଆଉ, ଛାଡ। କଣ କୁହାହବ ତମକୁ? ଫର୍ଚୁନର ମାନେ କଣ ଗାଡି? ଆଉ ମାନେ ଲମ୍ବା ଗାଡିଟା, ବହୁତ ଲମ୍ବା। ବେ ଯୋଉ ଫିଲ୍ମ ଦେଖିଥିଲି ହଁ ସେଇଆକୁ? କାଳିଆ ଗାଡି? ହଁ କାଳିଆ ଗାଡି। ଭାଇରେ, ମାନେ ତମକୁ ପଠେଇଲା ଫର୍ଚୁନର? ଆଉ ତା ଭିତରେ ଏଡେ ଟିଭି ଟେ ଲାଗିଛି। ଏଡେ ଟିଭି, ମାନେ ଗାଡି ଭିତରେ ଟିଭି ଲାଗିପାରିବ? ଇଏ କି କଥା? ସେଇଭଳିଆ ଗାଡିଟା ସେ ପଠେଇଥିଲା, ପଇସା ନେଇଛି ନା ହଁ ସେଇଭଳିଆ। ଯେ ଇଏ କଣ ଖାଇଥିଲେ ଏମାନେ? ଖାଇଛୁ ଖାଇଛୁ ମନେ ନାହିଁ କି? 80 ପ୍ରକାର ଆଇଟମ। 80 ପ୍ରକାର ଆଇଟମ ଖାଇଛ? ହଁ 20,000 ଟଙ୍କା ବିଲ୍। ସେଇଥିପାଇଁ ତମେ ଆସିନ ବୋଧେ କାଲି ଏଇ ଯୋଉ ଆମର ଚୁଳେଶ୍ୱର ବାହାଘର, ଝିଅ ବାହାଘରକୁ? ଇଏ ଝାଟିଆ ମାଟିଆ ବାହାଘରକୁ ଆମେ ଯିବୁ ଖାଇବାକୁ? 80,000 ଟଙ୍କା ଦେଇ ଆମେ ଖାଉ ସେପଟରେ। 80,000 ଟଙ୍କା? ହଁ ଆଉ କଣ ମାନେ କଣ ଯୋଉ ବଣ୍ଡ ଜାଗା ବିକ୍ରି ବେଳେ ଯେମିତି ସାଇନ କରିକି ବୋଧେ ଖାଉଥିବ? ନା ଆଉ ବିଲ୍ ଗୋଟେ ଦବ ନା। ବିଲ୍ କଣ ବେ? ଏଇ ଯୋଉ ଏତେ ବଡ କାଗଜ ଗୋଟେ ବାହାରେ ଦେଖିନୁ? ଚିଠା? ତମେ ତ ଗାଁରେ ବୁଲ, ତମେ ଦେଖିବ କଣ? ବେ ଚିଠା କହୁଛନ୍ତି ବିଲ୍? କି ଚିଠା? ଏଟା ଗାଉଁଲି ଭାଷା କହିଲେ ଚଳିବନି। ଆଉ ବିଲ୍ ବିଲ୍। ମାନେ ଯୋଉ ଆମ ଏଇ ଯୋଉ ଇଲେକ୍ଟ୍ରିକ ବିଲ୍ ଭଳିଆ ଯୋଉ ଲମ୍ବା କି? ସେଇ କେତେ କଥା ଖାଇଥିଲ? ସିଏ କଣ ମନେ ଅଛି? ମନେ ନାହିଁ।
ତୋ ପେଟ ତ ଏଠି ଇଟିଏ ତୋର ବି ଦେଖି ତୋର ବି ତ ଏଠି ଖାଇଲ ଜଣା ପଡିବ। ବେକ ଜାଗା ଖାଇଛଟି? ବେକ ଯାଏ ନାକ ଯାଏ ମୁଁ ଖାଇକି ଆଇଛି। ଆସି ଆମର ଗୋଡ ପକୋଡା ହେଇଥିଲା ନା ହଁ, କୁକୁଡା ଗୋଡ। ଗୋଡଠୁ ଆରମ୍ଭ କରି ସବୁ ପକୋଡା ହେଇଥିଲା। ହଁ ଯେ ଯୋଉ ଆମ ଗୋଡ କୁକୁଡା ଗୋଡ ନଖ ଆରେ ଲାଗିଥିଲା। ଭାଇ ଗୋଟେ କଣ ନୂଆ ଆଇଟମ କରିଥିଲେ ଆମ ସେ ଆଇଟମ ଟା କଣ କିରେ ସେ ନାଁ ଟା କହିଥିଲା ସିଏ ମୁଁ ତ ଜାଣିନି ସେ ମନେ ରହୁଛି କଣ କେତେ ଆଇଟମ ସବୁ ଇଂଲିଶ ରେ ଆଇଟମ ବା ସବୁ। ଇଂଲିଶ କଣ ଚୁନଚୁନା ଚାଉ ଇଞ୍ଚା ଏମିତି ସବୁ ଆଇଟମ ଏଇଭଳିଆ ସବୁ। ଆଉ ବିରାଟ କୋହଲି ତ ଥିବ ଏଠି। ବିରାଟ କୋହଲି ବିରାଟ କୋହଲି କ୍ୟାଶ କାଉଣ୍ଟର କତିରେ ବସିଥିଲା ବା। ବିରାଟ କୋହଲି କ୍ୟାଶ କାଉଣ୍ଟର ପାଖରେ କହିଥିଲା। ତୋର ତ ନୋକିଆ ଫୋନ ତୁ ଆଉ ଫଟୋ ଉଠେଇବୁ। କହିବନି ଚାରିଟା ହିନ୍ଦୀ ହିରୋଇନ ନୁହଁ ହଁ ଆସିବା ସେଇଠି ନାଚୁଛନ୍ତି। ହିନ୍ଦୀ ହିରୋଇନ ନାଚନ୍ତି। ଆବେ ହିନ୍ଦୀ ହିରୋଇନ କୋଉ ହିରୋଇନ ଆଇଥିଲେ? ରଶ୍ମିକା ଆସିଛି ଆଉ ସେପଟେ ନିଆ ଆସିଛି। ବେ ରଶ୍ମିକା କୁ ମିଆ ହଁ ମିଆ କିଏ କହିଲୁ? କାଲି ଆମର ଯୋଉ ଭିଡିଓ ଦେଖୁନଥିଲେ ତାର। ଆରେ ହଁ ହଁ ତମେ କଣ ଯାଇପାରିବ ସେ ଜାଗାକୁ? ତମାନେ ପୁରା ରଜ କରିକି ଆଇଛ ନା। ଆରେ 80,000 ଟଙ୍କା କଣ ଅଧୁଟା ଦେଇଛୁ? ଆମେ ଯୋଉ ଭିତରକୁ ଗଲେନି ନା। ହଁ ହଁ ଦେଖୁ। କଣ ଭିତରକୁ? ଆରେ ଆମେ ଯୋଉ ହୋଟେଲ ଭିତରକୁ ଯେତେବେଳେ ପଶିଲୁ କି ହଁ ସେ ଥିଲେ ସବୁ ଝିଅ ପିଲାର ସବୁ ଏତେ ଲେଖେ ପିନ୍ଧିକି କି ଚର୍ଚ୍ଚା ଆମର ଭାଇ। ହଁ ସୁନାର ଗୋଟେ ଏତେ ବଡ କୁଣ୍ଡଟା ଥିଲା ହଁ ତା ଭିତରେ ଗୋଡକୁ ପୁରେଇ ଧୋଇଦେଲେ ତାପରେ ପୁଣି ଉପରକୁ ଆଣି ଗୋଡ ପୋଛି ଦେଲେ ତାକୁ ମସାଜ କଲେ ମସାଜ କରିକି ପୁଣି ନେଇ ମସାଜ ମାନେ ତ ତମେ ଜାଣିନଥିବ ମେସେଜ ଜାଣିଛି। ମସାଜ ଯୋଉ କଣ ଚିପା ଚିପି କରନ୍ତି। ଚିପା ଚିପି ହଁ ହଁ ମାନେ ତମେ ସେଠି ଉପଭୋଗ କରିବାକୁ ଖାଇବାକୁ ଯାଇଥିଲ ନା ଉପଭୋଗ କରିବାକୁ ଯାଇଥିଲ? ଖାଲିଟାରେ ଆମେ ଦେଇଛୁ ନା 20,000। 20,000 ନା ଆଉ ଆରେ ଭାଇ ସେତିକି ନ ଶୁଣୁନୁ ଖାଲି ଆଉ କାହିଁ ଛାନିଆ ହଉଛୁ କେତେ କଣ ଅଛି ନା। କଣ କହୁନୁ? ତାପରେ ନେଲେ ଆମକୁ ଭିତରକୁ ନେଇ ଗଲେ ଆମ ମୁଣ୍ଡରେ ସବୁ ଚନ୍ଦନ ତାପରେ ଯୋଉ ଫୁଲ ପକେଇଲେ ଫୁଲ ମାଳ ଗୋଟେ ପିନ୍ଧେଇ ଦେଲେ ତାପରେ ତାଙ୍କ ଖାଇବା ଲାଗି ଡ୍ରେସ ଗୋଟେ ଅଲଗା କୋଡ୍ ଅଛି ନା ସିଏ ତମକୁ ଡ୍ରେସ ଗୋଟେ ଦେଇ ପିନ୍ଧିବାକୁ ହ୍ୱାଇଟ କଲର ଡ୍ରେସ ତ ପୁଣି କୋଡ୍ ଟା କଣ? କୋଡ୍ ମାନେ ତମେ ତମକୁ ଏତେ ବୁଝିପାରିବନି ଇଂଲିଶ ତମେ ରେ କଣ ଭାଇ ବୁଝେଇ ହବନି। ଇଏ ଗାଁ ଲୋକ ସେ ଗାଁ ଲୋକ ହେଇକି ରହିବେ ରେ ତାଙ୍କୁ ଯେତେ କହିଲେ ସେ ବୁଝିବେନି। ସେ କୋଟ ପଇସା ନେଲେ ନା ମାଗଣା ଦେଲେ? ପଇସା ନେବେନି ତା ନାଇଁ ବା 2,000 ଟଙ୍କା ଏକ୍ସଟ୍ରା ନଉଛନ୍ତି। ହଁ କୋଟ ପାଇଁକା 2,000 ଆଉ ଆମର ଏଠି 500 ଟଙ୍କାରେ ମିଳିଯାଉଛି। ଆରେ ଭାଇ ସେତିକି ନୁହଁ କାହାକୁ କହିବନି ତ ଏଇ ଯୋଉ ଆମେ ଯୋଉ ପହରଦିନ ଭିଡିଓ ଦେଖୁନଥିଲେ କୋଉ ଭିଡିଓ କହିଲ ଗୋଆ ବାଲା ବିଚ୍ ଯୋଉ ଏଡି କେଡି ଶୋକିକି ନାଚୁଥିଲେ ହଁ ହଁ ଆରେ ସେଇ ପା ଆସିକି ଆମକୁ ସବୁ ଖାଇବା ବାଢୁଥିଲେ। ଦେବେ ତା ଭାଇ ସତ ନା କଣ? ହଁ ତ ଯିବ ମୁଁ ଆରେ ପୁଣି ଏମିତି ସେମିତି ଇଏ କୁଆଡେ ଯିବ ଆଉ ପଇସା ନାଇଁ କୋଉ ଯିବି ପୁଣି ଏମିତି ସେମିତି ଥାଳିରେ ଆମେ ଖାଉନଥିଲୁ। ଆଉ ସୁନା ଥାଳି ରୂପା ଗିଲାସ। ଭାଇ ମାନେ ଅମ୍ବାନୀ ଶୁଣିଥିଲି ଖାଇଥିଲା ସୁନା ଥାଳି। ଅମ୍ବାନୀ କମ ସେ ହୋଟେଲ କୁ ଗଲେ ଅମ୍ବାନୀ କିଛି ନୁହଁ। ଅମ୍ବାନୀ ପୁଣି କିଛି ନୁହଁ ନା କିଛି ନୁହଁ ସେ ହୋଟେଲ ଯାଇଛ ଦେଖ ଯିବ କି? ହଁ ଦିଅ 25,000 ଦିଅ। ନାହିଁ ପଇସା କୁଆଡେ ଯିବ ତ ଧାର ଖର୍ଚ୍ଚ କରି ଆଣିବି ନହେଲେ ଆଉ ତମମାନେ ଯେମିତି ସବୁ କଥା କହୁଛ ଭାଇ ମୋ ମନ ଖାଲି ହୁତୁ ହୁତୁ ହଉଛି। ଟଙ୍କା 250 ଖାଲି ବିଲ୍ ଟା ଯୋଉ ଟିକେଟ ଟା କାଟିବାକୁ ମାନେ କଣ ଆଡଭାନ୍ସ ଦବାକୁ ପଡିବ? ଆଡଭାନ୍ସ କତ ଦେଇପାରିବ 15,000 ଆଡଭାନ୍ସ ଅଛି ବେ ତୋ ପାଖରେ? ନା ମୋ ପାଖରେ ତ ନାହିଁ। ତାହେଲେ ଯାଇପାରିବନି ଟୋଟାଲି ଯାଇପାରିବନି 250 ଟଙ୍କା ଦେଇଥିଲେ ଦୟା ଧର୍ମ କଥା ଗୋଟେ ନା ଆମେ ଭାଇ ଦେଇପାରିବୁନି। ଏତେ ପଇସା ଖର୍ଚ୍ଚ କରିକି ଆଇଲୁ ପୁଣି ଆହୁରି ଆଉ ତମମାନେ ରଜ କୁଇନ ହେଇଯାଇଛ ଆଉ ନା ଆଉ ରଜ କୁଇନ ଆଉ କଣ ରାଜା ରଜ କିଙ୍ଗ ହଁ କିଙ୍ଗ ଆରେ ଭାଇ କଣ ସେତିକି ଖାଲି ଆଉ ଖାଇସାରିଲା ପରେ ଯୋଉ ଚର୍ଚ୍ଚା ଜାଣିଛ ନା ନିଜେ ନେଲେ ହାତକୁ ଧୋଇଦେଲେ ହଁ ନିଜେ ମୁହଁ ପୋଛି ଦେଲେ ସେ ତ ଗୋଟେ ଥିଲା ଗୋଟେ କପଡା କି ବାସ୍ନା ହଉଥିଲା ଭାଇ ମୁହଁ ପୋଛି ଦେଲେ ବା ହଁ ଆମ ଯୋଉ ମାନିଆ ଦୋକାନରେ କଣ କହିଲୁ ଧଳା ଧଳା ଯୋଉ ମୁହଁରେ ପଛନ୍ତିନି ଧଳା ଖାଇସାରିଲା ପରେ ସେଇଟା ତ ଆଉ ଧଳା ଦେବା ଆଉ ଏଟା କହୁନୁ ଆମକୁ ଯୋଉ ଖାଇସାରିଲା ପରେ ଯୋଉ ନେଇଗଲେ ସେ ଯୋଉ ଥଣ୍ଡା ଥଣ୍ଡା ପବନ ବାହାରୁଥିଲା ଗୋଟେ ଘରକୁ ନେଇଗଲେ ସେ ଘଟା ନୁହେଁ ନା ବଡ ଘର ଗୋଟେ ତା ଭିତରେ ଗୋଟେ କଣ ଏତେ ବଡ ଗୋଟେ ମେସିନ ଲାଗିଥିଲା ଲେଖା ହେଇଥିଲା ଭାରି ଥଣ୍ଡା ଲାଗୁଥିଲା। ହଁ ବେ ମୁଁ ଦେଖିଛି ମୁଁ ଯାଇଥିଲି ଗୋଟେ ଅଫିସ ଲାଗିଥିଲା ମାନେ କି ଥଣ୍ଡା ଭୀଷଣ ଗରମରେ କି ଥଣ୍ଡା ଏତେ ଥଣ୍ଡା ଭାଇ ଆମର ଶୀତ ହେଲା ବା ମୁଁ ଘୋଡେଇ ହେଇ ପଇଲି ସେଟା ଯୋଉ କଣ କି ପବନ ମାନେ ପୁରା ପବନ ବୁଝିଲୁ ପୁରା ପବନ ଥଣ୍ଡା ଲାଗିବ। ଦେଖୁଛୁ ଆରେ ଇଏ କଣ ସତରେ ମତେ କାହିଁ ବିଶ୍ୱାସ ହଉନି ଭାଇ ବିଶ୍ୱାସ କରୁନାହାନ୍ତି ହାତ ଶୁଣା ଦେଖିବ ବାସି ବାସି ଗନ୍ଧ ହଉଛି। ଆରେ ଭାଇ ସେଗୁଡା ଜାଣିବ ବାଞ୍ଚାଲ
ପାଞ୍ଚାଲ ତ ସାଞ୍ଚାଲ। ବାଞ୍ଚାଲ ସାଞ୍ଚାଲ ଏଇଟା ମୁଁ ନୂଆ ଶୁଣୁଛି। ତମେ ଖାଇନା ତମେ ଜାଣିବ କେନ୍ତା ବାସ୍ନା ସିନା ଖାଇଥିଲେ। ଦେଖୁଛୁ କି ସବୁ ଖାଇବା ବାଞ୍ଚାଲ ତ ସାଞ୍ଚାଲ। ବାଞ୍ଚାଲ ତ ହଁ। ସାଞ୍ଚାଲ ପୁଣି ହଁ। ବାଞ୍ଚାଲ ତ ସାଞ୍ଚାଲ ବଢିଆ ଜିନିଷ ମାନିବାକୁ ପଡିବ ଯାହା କହ। ଚିନ୍ ଚଟନି। ଚୀନ ଚଟନି ହଁ। ଓ ସବୁ ଖାଇବା ମୋର ମୋ ପାଇଁ ଟିକେ କରିତେ ହଉ ଭାଇଟା ଦେଖିବା ଗୋଟେ କରିବା ଆଉ। କରିବା ଆଉ। ଭାଇ ତାକୁ କହିକି ଲାଭ କଣ ସେ ଯାଇପାରିବେ ନା ଖାଇପାରିବେ? ଏମିତି କଣ ଗୋଟେ ଏମିତି ତମେ ଯାଇପାରିବ? ଆରେ ନାଡୁଆ ଏ ପବନା। ଇଏ ଭାଇ ପବନା କାହାକୁ କହିଲା? ପବନା ବେ ବିରାଟ V18 ବିରାଟ ନା ତାକୁ ଟିକେ ବୁଝା ବିରାଟ ବୁଝା। 18 ନା ହଁ। ବିରାଟ 18 ହୋଟେଲରେ ଗୋଟେ ବୁଝା ଖାଇକି ବୁଝା। ଆସିଛନ୍ତି ସେ କଣ ଜାଣିଛି? ଦେଖେ ହାତ ଦେଖେ ପୁରା ବାସି ବାସନା ହଉଛି ଇଂଲିଶ ଖାଇବା ସବୁ ଖାଇକି ପାଞ୍ଚାଲ ତ ଆସିଛନ୍ତି ସାଞ୍ଚାଲ। ବାଞ୍ଚାଲ ତ ସାଞ୍ଚାଲ କଣ କର ସେ ପରା ସକାଳେ ଯାଇଥିଲେ ପରା ସୁରେଶ୍ଵର ଘରକୁ ଡାଲି ପାସି ଡାଲି ଖଟା ଖାଇବା ପାଇଁ। ଭାଇ ତମକୁ ବିଶ୍ୱାସ ବାସ୍। ହଉଛି? ନା ତ ଇଏ ଭାଇ କିଛି ଜାଣିନି। ବେ ତୁ ଜାଣିନୁ ଏମାନେ ଭାଇ ଚାନ୍ ଚଟନି ଯାଇ ଖାଇକି ଏ ଆଇଛି। ଇଏ ବିରାଟ କୋହଲି ପଠେଇଥିଲା କଣ କହିଲୁ ଗାଡି ନେଇକି ଗଲା ଏଠି ଚଣ୍ଡିଖୋଲ ହୋଟେଲ ହେଇଛି ସକାଳ ପରା ଦେଖିଥିଲି ସୁରେଶ୍ଵର ଲାଇନରେ ଠିଆ ହେଇଥିଲେ। ବୋଲା ତୁ କଣ କରୁଥିଲୁ ସେଠି ମୁଁ ପରା ଠିଆ ହେଇକି ତାଙ୍କୁ ଦେଖିଥିଲି ମୁଁ ଯାଇଥିଲି ଖାଇବା ପାଇଁ ପରା। ତୁ ଖାଇବା ପାଇଁ ଯାଇଥିଲୁ ହଁ ଆରେ ହେଇ ଇଏ କଣ କହୁଛି ରେ ସତ କଥା କଣ ସତର ତ ସେ କହିଲାଣି ରେ? ବାଟିଥିଲା ଏଠି ଭାଇ ରେ ସବୁ ଆରେ ଜାଣିଦେଲେ ରେ, କେତେ ପବନା ପବନା ତମେ ଶଳା ଦିଟା ପବନା ମତେ ଏତେବେଳକୁ ଭୁଆଁ ବୁଲଉଛ ତମର ଶଳା କାମ ଧନ୍ଦା ନାହିଁ ଆରେ ପଳଉଛ କୁଆଡେ ବୋଉ ଆହୁରି କଣ ନା ସିଏ ଗୋଟେ ପଳେଇଲା ଆରେ ତୁ କୁଆଡେ ଯାଉଛୁ ବୋଉ ଡାକୁଛି ତୋର ଆରେ ପବନା ତୁ ସେତେବେଳୁ ମତେ ଭୁଆଁ ବୁଲଉଛୁ ମୋ ବୋଉଡା ତୋତେ ବୋଉ ନା ଶଳା ଦେଖେ ସେତେବେଳୁ ଶଳା ଆମକୁ ଭୁଆଁ ବୁଲଉଛନ୍ତି ଆମେ ଭୁଆଁ ହଉ ବୁଲି ତା ଚାଲିଛୁ। ମତେ ଗପ ମୁଁ ଯାଉଛି। ହେ ଚାଲ ଏଠୁ ପବନ ହଳା ବାହାରେ ଏଠୁ ଆସିଛି ଗୋଟେ ମୁଣ୍ଡ ଗରମ କରୁଛି ଦେଖୁଛୁ ଆମକୁ ସେତେବେଳୁ ଭୁଆଁ ବୁଲଉଛି ଆମେ ହଳା ସେତେବେଳୁ ତା କଥା ସବୁ ଶୁଣିକି ଯେତେବେଳେ ଇଏ ହଉଛୁ କି ପବନ ହଳା ଏଇଆ ତ ତାଙ୍କ ଗୁଣ ଗାରେଡି ସବୁ ସେଇଆ ଚୋର ଗୁଡାକ ଯାଇକି କାହା ବାଡରେ ଚୋରି ହଁ ବା ଆମକୁ ସେତେବେଳୁ ଘଣ୍ଟେଲା ଭୁଆଁ ବୁଲଉଥିଲା ଆମେ ମାନେ କିଛି ଜାଣିପାରୁନୁ ହେଲା ହଉ ଭଲ ପଟି ମାଇଲେ ପଟି ମାନେ ଭଲ କି ମୁଳେଇକି ମାରି ଦେଇଛନ୍ତି ଭାଇ ଓ ଭଉଣୀ ମାନେ ଆଉ ଦୟାକରି ଆପଣ କେହି ବି ଦେହକୁ ଟାଣିବେ ନାହିଁ ଏସବୁ ଜିନିଷ ଆମେ ଏଣ୍ଟରଟେନମେଣ୍ଟ ପର୍ପୋଜ ରେ କରିଥିଲୁ ସୋ ଦୟାକରି ଲାଇକ୍ ସେୟା ଏବଂ ସବସ୍କ୍ରାଇବ କମେଣ୍ଟ ଆଉ ବେଲ ଆଇକନ ଦବାଇ ଆମ ସହିତ ଯୋଡି ହେଇ ରୁହନ୍ତୁ। ଯଦି ଭିଡିଓଟି ଭଲ ଲାଗିଥିବ ତାହେଲେ ଆପଣଙ୍କର ମତାମତ ହିସାବରେ କମେଣ୍ଟ ନିଶ୍ଚିନ୍ତ ଜଣାଇବେ ଏବଂ ଖୁବ ମାତ୍ରାରେ ସେୟାର କରିବେ ଆଉ ଭିଡିଓକୁ ପୁରା ଫୁଲ ଦେଖନ୍ତୁ ଜାଣିପାରିବେ ଆମ ଭିଡିଓଟା କଣ ପାଇଁ କରିଛୁ ଆଉ କେତେ ମଜାଦାର ହେଇଛି ଭିଡିଓ। ହଉ ଠିକ ଅଛି ରହିଲୁ ନମସ୍କାର ଥ୍ୟାଙ୍କ ୟୁ।